এটা হচ্ছে গান্ধী মিনার তার ওয়াচ টাওয়ার উপরକୁ ଚଢ଼ିବା ପାଇଁ ତଳୁ ଦେଖିଯିବ ତଳପଟେ ସବୁ ଏମିତି ପାର୍କ। ଜୟ ଜଗନ୍ନାଥ ନମସ୍କାର ସ୍ୱାଗତ କରୁଛି ଆଉ ଗୋଟେ ନୂଆ ଭିଡ଼ିଓରେ ଆପଣମାନଙ୍କୁ। ତ ମୁଁ ଆଜି ଆସିଛି ସମ୍ବଲପୁର ଜିଲ୍ଲା ହୀରାକୁଦ ଡ୍ୟାମ୍କୁ ବୁଲିବା ପାଇଁ। ତ ଆଜି ଆପଣମାନଙ୍କୁ ଚାଲନ୍ତୁ ଦେଖେଇବି ସମ୍ବଲପୁର ଡ୍ୟାମ୍ କେମିତି କ'ଣ ଅଛି। ଆମେ ଆଜି ହେଉଛି ନଭେମ୍ବର 2025। ଆଜି ମୁଁ ଆସିଛି ସମ୍ବଲପୁର ଜିଲ୍ଲାର ହୀରାକୁଦ ଡ୍ୟାମ୍ ଦେଖିବା ପାଇଁ। ଆଉ ବର୍ତ୍ତମାନ ସମୟ ପାଖାପାଖି 12:30 ଆଉ ତେଣୁକରି କୁହୁଡ଼ି ବି ଚାରିଆଡ଼େ ଝାପ୍ସା ଝାପ୍ସା କୁହୁଡ଼ି ପଡ଼ିଛି। ବର୍ତ୍ତମାନ ହୀରାକୁଦ ଡ୍ୟାମ୍ର ଗାନ୍ଧୀ ମିନାରକୁ ବର୍ତ୍ତମାନ ମୁଁ ଚାଲି ଚାଲି ଯାଉଛି। ଆଉ କିଛି ସାଙ୍ଗରେ ମୋର କିଛି ଆଉ ଯେଉଁ ଯାଇଥିଲେ ଲୋକମାନେ ଆଉ କିଛି ସାଙ୍ଗମାନେ ଆଉ ସେମାନେ ବି ମୋ ସହିତ ଆସନ୍ତି। ବର୍ତ୍ତମାନ ମୁଁ ଗାନ୍ଧୀ ମିନାର ଉପରକୁ ବର୍ତ୍ତମାନ ଚଢ଼ିକି ଯାଉଛି ଆଉ ଦେଖିବି ଗାନ୍ଧୀ ମିନାରରେ କେମିତି କ'ଣ ଅଛି। ଆଉ ଆଗରୁ ତ ମୁଁ ଥରେ ଅଧେ ଦୁଇଥର ଆସିଛି, ତଥାପି ସେତେବେଳେ ମୁଁ ଭିଡ଼ିଓ କରୁନଥିଲି। ଆଜି ମୋ ସାଙ୍ଗସାଥିମାନଙ୍କୁ ଦେଖେଇବି ବୋଲିକରି ମୁଁ ଭିଡ଼ିଓ କରିବା ପାଇଁ ଚେଷ୍ଟା କଲି। ତ ବର୍ତ୍ତମାନ ଦେଖିପାରୁଥିବେ ତ ଗାନ୍ଧୀ ମିନାରକୁ ଯିବା ପାଇଁ ହେଲେ ଏମିତି ପାଉଚ ସବୁ ହେଇଛି ଆଉ ପାଉଚ ଦେଇକରି ଉପରକୁ ଚଢ଼ିକି ସବୁ ଯିବା ପାଇଁ ହୁଏ। ଆଉ କେତେ ବଢ଼ିଆ ରଙ୍ଗ ବେରଙ୍ଗ ସୁନ୍ଦର କୋଠା ଆଉ ଦେଖିବା ପାଇଁ ଏବଂ ଉଠିବା ପାଇଁ ଚାରିଆଡ଼େ ବସିବା ପାଇଁ ସୁନ୍ଦର ସୁନ୍ଦର ସବୁ ପିଣ୍ଡି ସବୁ କରାଯାଇଛି। ଆଉ ଦେଖିପାରୁଛନ୍ତି ବର୍ତ୍ତମାନ ଆପଣଙ୍କର ଯେଉଁ ସାମ୍ନାରେ ଦେଖୁଛନ୍ତି ଏ ହେଉଛି ଗାନ୍ଧୀ ମିନାର ୱାଚ୍ ଟାୱାର। ସେଇ ଉପରୁ ଚଢ଼ିକିରି ଆପଣ ଉପରୁ ପୁରା ଟୋଟାଲ ଏରିଆଟାକୁ ପୁରା ଦେଖିବାକୁ ପାଇବେ, କାହିଁକିନା ମହାନଦୀର ଯେଉଁ ଭିୟୁଟା ଆଉ ନଦୀବନ୍ଧ ଯୋଜନା ପୁରା ସେଇ ଉପରୁ ଚଢ଼ିକରି ଆପଣମାନେ ଦେଖିପାରିବେ। ଆଉ ହେଉଛି ଗାନ୍ଧୀ ମିନାର ବୋର୍ଡ଼ ଦେଖିପାରୁଥିବେ। ସାମ୍ନାରେ ଚାରିଆଡ଼େ ପାର୍କ ଭଳିଆ ସବୁ ହେଇଛି ଆଉ ବହୁତ ଦେଖିବା ପାଇଁ ଲୋକ ବି ସବୁ ଆସୁଛନ୍ତି। ଆଉ ଏପଟେ ଟିକେ ବୁଲେଇକରି ଆପଣମାନଙ୍କୁ ମୁଁ ଦେଖାଇ ଦେଉଛି। ଏପଟେ ମହାନଦୀ ସାଇଡ଼୍ଟା ଦେଖାହେଉଛି ଆଉ ଏଇ ବ୍ୟାକ୍ ସାଇଡ଼୍ରେ ବି ଯେଉଁ କିଛି ପାହାଡ଼ ଭଳିଆ ହୁଡ଼ି ଭଳିଆ ଯେଉଁ ଜିନିଷ ଗୁଡ଼ା ସବୁ କରାହେଇଛି ସେ ଉପରେ କିଛି ପାର୍କିଂ ପ୍ଲେସ୍ ସାଇଡ଼୍ରେ ଅଛି, ତଳେ ଅଛି। ତାପରେ ବି କିଛି ସ୍ନାକ୍ସ ଆଉ କିଛି ଜଳଖିଆ ଦୋକାନ ଆଉ କିଛି ଏମିତି କିଛି ବିଭିନ୍ନ ପ୍ରକାର ଥଣ୍ଡା ପାନୀୟ ସବୁ ବିକ୍ରି ବଟା ସବୁ ହେଉଛି। ଆଉ ଗୋଟେ ସାଇଡ଼୍ରେ ଅଛି ଗୋଟେ ମାନେ ଭ୍ୟୁ ପଏଣ୍ଟ, ଯାହା ମହାନଦୀ ନଦୀ ବନ୍ଧକୁ ଦେଖିବା ପାଇଁ ଗୋଟେ ଭ୍ୟୁ ପଏଣ୍ଟଟା ଅଛି। ଆଉ ସେଇ ଭ୍ୟୁ ପଏଣ୍ଟ ପାଖକୁ ଚାଲ ଟିକେ ଦେଖିବା। ଆଉ ସେଇ ଭ୍ୟୁ ପଏଣ୍ଟରୁ ଦେଖିବା ପାଇଁ ମହାନଦୀର କେମିତି ଦୃଶ୍ୟ ସବୁ ଦେଖାଯିବ ତାହା ମଧ୍ୟ ମୁଁ ଦେଖାଇବା ପାଇଁ ଚେଷ୍ଟା କରିବି ଆପଣମାନଙ୍କୁ। ଆଉ ଏଇଟା ହେଉଛି ଭ୍ୟୁ ପଏଣ୍ଟ। ଏଇଠି ସାମ୍ନାରେ ମାନେ ଡ୍ରିଲ୍ ମାଧ୍ୟମରେ ତାକୁ ଛେକି ଦିଆଯାଇଛି, କାହିଁକିନା ପର୍ଯ୍ୟଟକମାନେ କାଳେ ଭୁଲ ବସ୍ତୁ କାଳେ ଖସି ଖସା ନେଇଯିବ, ବହୁତ ହାଇଟ୍ରେ ଅଛି ତ, ତେଣୁ ଏଇ ଦେଖିପାରୁଥିବେ ଏ ହେଉଛି ନଦୀବନ୍ଧ ଡ୍ୟାମ୍। ଏ ଡ୍ୟାମ୍ ତଳକୁ ପାଖକୁ ପୁଲିସ ଜଗିଛନ୍ତି, ତଳେ ଆମେ ଯିବା ପାଇଁ ଆମକୁ ଦେଲେନି। ତେଣୁକରି ଆମେ ଗାନ୍ଧୀ ମିନାର ଉପରକୁ ଆସିଲୁ। ଉପରକୁ ଆସିକରି ଆମେ ଦେଖିଲୁ ଏଇ ଗାନ୍ଧୀ ମିନାର ଉପରେ ଯେଉଁ ଆପଣ ଦେଖିବେ ଯେ ମହାନଦୀର ଡ୍ୟାମ୍ଟା। ଆଉ କିନ୍ତୁ କୁହୁଡ଼ି ପଡ଼ିଛି ତେଣୁ ଭଲସେ ଦେଖାଗଲାନି। ତାପରେ ଆଉ ଟିକେ ସାଇଡ଼୍କୁ ମୁଁ ପଳେଇ ଆସିଲି। ଆଉ ସାଇଡ଼୍ରୁ ଦେଖ ମାନେ ସାମ୍ନାରେ ପାର୍କ କରାହେଇଛି, ଗାନ୍ଧୀ ମିନାର କରାହେଇଛି, ସାମ୍ନା ଗେଟ୍ଟା ସୁନ୍ଦର ଭାବରେ କରାହେଇଛି। ଆଉ ଚାରିଆଡ଼େ ଫୁଲଦାନୀ ସବୁ ଏମିତି ଲଗାଯାଇଛି। ବହୁତ ଏଠି ଲୋକ ବି ସେବାୟତମାନେ ବି ଅଛନ୍ତି, ତାକୁ ମେଣ୍ଟେନ୍ କରି ରଖୁଛନ୍ତି। ତାପରେ ଆଉ ଗାନ୍ଧୀ ମିନାର ଉପରକୁ ଚଢ଼ିକରି ଯିବା ପାଇଁ ପାଉଚ ସବୁ ଏମିତି ସବୁ ହେଇଛି। ଆଉ ତାପରେ ତା ସାଇଡ଼୍ରେ ଘାସ ଗାଲିଚା ସାଙ୍ଗକୁ ସୁନ୍ଦର ପାର୍କର ପ୍ରୋଜେକ୍ଟ ମଧ୍ୟ ଅଛି। ଷ୍ଟିଲ୍ ରେଲିଂରେ ଚାରିଆଡ଼େ ପୁରା ଧରିକରି ଯିବା ପାଇଁ ଲାଇନ୍ ବାଇ ଲାଇନ୍ ହେଇକରି ଯିବା ପାଇଁ ବି ଏମିତି ବଢ଼ିଆ ସବୁ କରାଯାଇଛି। ଆଉ ଏଇ ରାଇଟ୍ ସାଇଡ଼୍ରେ ଦେଖିପାରୁଥିବେ ଯେଉଁ ଟିକେ ଫାଙ୍କା ଅଛି, ଏଇଠୁ ଉପରୁ ପାଣିଟା ଏମିତି ଝରିକି ସବୁ ଆସିବ। ଆଉ ବର୍ତ୍ତମାନ ତ ପାଣି ସେମାନେ ଛାଡ଼ି ନାହାନ୍ତି, ତେଣୁ ମାନେ ଏଇଠି ସିନେରୀଟି ବି ବହୁତ ସୁନ୍ଦର ଦେଖାଯାଉଥିଲା। ଆଗରେ ଥର ଯେତେବେଳେ ମୁଁ ଆସିଥିଲି ସେତେବେଳେ ପୁରା କୁଳୁ କୁଳୁ ହେଇକରି ରାଇଟ୍ ସାଇଡ଼୍ରୁ ପାଣି ପୁରା ପଡ଼ିକି ଆସିବ, ଝରିକି ଆସିଲା ପରେ ପୁରା ତଳକୁ ଯିବ ପାଣି, ପୁରା ସଁ ସଁ ହେଇକରି ବୋହିକି ଯିବ। ଏଇ ଯେଉଁ ପାରାଗୁଡ଼ା ଯେଉଁଗୁଡ଼ା ଉଡ଼ୁଛନ୍ତି ସେ ପାଖରେ ପାଣିଟା ପୁରା ଉପରୁ ଏମିତି କାଚେଇକି ପଡ଼ିବ, ତଳକୁ ଆସିବ, ମାନେ ପୁରା ସ୍ରୋତ୍ର ଭଳିଆ କରାଯାଇଛି। ଆଉ ଯେଉଁଠି ଦେଖ ହଂସ, ଯେଉଁ ରାଜହଂସର ବତକ ଗୁଡ଼ା ଯେଉଁଠି ମାନେ କରିଛନ୍ତି, ସେଇ ପାଖରୁ ପାଣି ଗୁଡ଼ା ସେମିତି ଝରିକରି ଆସିବାର ଥିଲା, କିନ୍ତୁ ନାହିଁ। ଏବେ ବର୍ତ୍ତମାନ ପାଣି ବନ୍ଦ ହେଇଯାଇଛି, ଆସୁନାହାନ୍ତି। ଆଉ ଉପରେ ସବୁ ୱାଚ୍ ଟାୱାର ଆଉ ଲେଖା ହେଇଛି କେବେ ଗାନ୍ଧୀ ମିନାର ତିଆରି ହେଇଥିଲା, ତା'ର ଉଚ୍ଚତା କେତେ କ'ଣ ଫୁଟ, ସେ ବିଷୟରେ ପୁରା ଡିଟେଲ୍ ଆପଣମାନେ ଦେଖିପାରୁଥିବେ, ସବୁ ଏଠି ଲେଖା ହେଇଛି। ତ ଚାଲ ଆଉ ଟିକେ ଉପରକୁ ଯିବା ଚାଲି ଚାଲି। ବର୍ତ୍ତମାନ ମୁଁ ଗଲି ଏଇଠି ପ୍ରଥମ ପ୍ଲେସ୍ଟା ହେଉଛି ପ୍ରଥମ ତଳୁ ଗାନ୍ଧୀ ମିନାର। ମୁଁ ଆଉ ଥରେ ସେଇ ତଳପଟଟା ଆପଣମାନଙ୍କୁ ଜୁମ୍ କରି ଦେଖାଇ ଦେଉଛି। ଦେଖନ୍ତୁ ମାନେ ଉପରୁ ଯଦି କ୍ୟାମେରା ବୁଲେଇକି ଦେଖିବେ ତ କେତେ ବଢ଼ିଆ ସବୁ ଦେଖାଯାଉଛି ତାର ସିନେରୀଟା। ଆଉ ତାପରେ ଚାଲ, ଏଇଟା ହେଉଛି ଗାନ୍ଧୀ ମିନାର, ତାର ୱାଚ୍ ଟାୱାର ଉପରକୁ ଚଢ଼ିବା ପାଇଁ ପାଖ। ଆଉ ଏଇ ଯେଉଁ ଦେଖିପାରନ୍ତି ଏଇଟା ହେଉଛି ପ୍ରଥମ ପାହାଚ। ଆଉ ଗାନ୍ଧୀ ମିନାର
ताको बहुत बड़ एरिया रे ताको गोटे खंब टाइप रो करा जायछि तापरे साड़िया गैलरी करा जायछि गैलरी रु साइड रे आपण माने सब माने एमती छिड़ाई करी बुली करी देखि परिबे फोटो भी उठै परिबे आउ मैं एपटे बुलिक आसली बर्तमान ये सामना पटे जो माने वाच टावर रो जो तार गेट से गेट भतर को चलतु बर्तमान जीवा देखा ताको एपटे भी माने चारिआडे सुंदर कर हूँ तार ऊपर को जापाई तार गेट ये चेक्स पोस्ट गोटे लोक ये अच्छा प्रशासन तरफ तो देखिपारे ये जो गुंफा भाया जो देखिपार ये गुंफा भितर भितर पाउच हो पूरा वाच टावर ऊपर को पूरा जापाई पड़ो आ देखो आ मझे जो यहाँ जो पिलरटा अच्छी से जो पिलरटा माने गोटे पूरा एकदम पूरा लास्ट पर्यटन से पिलरटा ऊपर अच्छी आ माने बुली 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 आप जाकि ऊपर को पहुँची पारे आ यहाँ हूँ सेकेंड नहीं फास्ट फ्लोर यहाँ हूँ फास्ट फ्लोर जिते आम उठिलु तो फास्ट फ्लोर रू यहाँ हूँ माने तड़पटर तार भ्यूटा अच्छी एमती अच्छी फास्ट चारिआडे पूरा बहुत ओसारे कराई आ मझे हूँ वाच टावरटा पूरा स्टांडिंग होकर अच्छी आ जो रास्ता अच्छी देखो ये भितर सब जाऊँ पुणी आउे भितर को चली चली समस्ते देखो के माँ मैंने सब चली चली सब जाऊँ मुझे चली चली जाऊँगी देखिपारे आपण मैंने तो देखो ये जो मझे पूरा खुंबटा अच्छे खुंब उपरे पूरा टॉप ऊपर को पूरा जावाई पड़ो यहाँ हूँ माने कराई से भाया माने वाच टावर को पूरा भल भाव सपोर्टिंग कर रही पार पाँच पाँच एमती माने सुंदर कराई तथापि केते फुट उच्चता तो ताहा तो आपण मैंने से बोर्ड लिखाई तो देखिपारे देखो आउ गोटे भी ऊपर भी अच्छी माने कौन स्टैंडिंग पॉइंट ऊपर भी अच्छी बालकनी टाइप रो अच्छी बर्तमान मुझे चली चली से ऊपर को बर्तमान मुझे चली चली जाऊँगी और यहाँ जो देखो खुंबटा जो कराई पूरा मजबूत पूरा ढलाई कराई यहाँ पूरा मजबूत पूरा ढलाई कराई एकदम पूरा तगड़ा पर माने किसी बहुत वर्ष रू यहाँ कराई कहीं बहुत रिक्स अच्छी जब भल भाव न कर पूरा एकदम स्ट्रिक्टली कराई आउ साइड रे पूरा एमती झरका भी सब अच्छे ऊपर झरका फरका सब कराई माने भूत एयार पशि पार जमी माने ना भीतर पूरा अनिश्वास हो जाए आउटा टॉप तो बर्तमान मुझे वाच टावर ऊपर को बर्तमान पहुँची गली ऊपर महानदी भ्यूटा एमती देखा ये जो नदी बंध यहाँ महानदी नदी बंधटा जो डैम बंधा है यहाँ तापर देखो सहरटा संबलपुर सहर ऊपर जमी देखा कहीं पाखापाखि माने ठंडा दिन तो नवेम्बर मास ठंडा दिन तो कुहुड़ी कुहुड़ी चारिआडे देखा भल भाव क्लीयर देखा जाऊनी तेणुक भल भाव देखिपार नी आपण निश्चित आ देखो तार भ्यू पॉइंटा केमती अच्छे महानदीर यदि सफा क्लीयर था तार बढ़िया आ वाच टावर ऊपर मुझे बर्तमान अच्छी आ देखो लोक मैंने भी सब साइड सब देखुं झरका सब एमती अच्छी आ पूरा रेलिंग सब अच्छी आईटा हूँ बेरिंग रे सब तैयारी खुंबर लास्ट ऊपर बेरिंग अच्छी बेरिंग से बुल कि आज तो बुलूनी तेणुक मुझे झरका पटू यहाँ भ्यूटा आपण मानक देखा दूसरी ये तड़ू पटे मुझे आसली यहाँ देखो देखो यहाँ हूँ झरकार बर्तमान मुझे गड़ुची देखो बहुत ऊपर बहुत आटे पूरा हाथ गुड़ा पूरा थरी थरी लगुच पूरा गोड़ गुड़ा देखला पूरा रिम 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 पूरा लगुच मैंने झरका पटे मुझे गड़ी करी ना बेसी आउ देखा झरका पटे बहुत हाइट अच्छे ऊपर देखो आ भितर सब एमती बुली बुली सब झरका सब अच्छे यहाँ हूँ बेरिंग देखो यहाँ बुलब पूरा घिरी 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 पूरा बुल यहाँ बुलब ये कहीं बुलला आप चारिआडे पूरा टोटाल भ्यूटा महानदी भ्यूटा आ पहाड़ भ्यूटा नदी बंधर भ्यूटा पूरा आप मैंने देखिपारे यहाँ जो मझी जो खुंबटा जो मुझे कहली ना तड़ू पूरा ऊपर पर्यटन अच्छी यहाँ हूँ बेरिंग ये लगी यहाँ बोधे विद्युत चालित भाव कराई तो सेफ्टी पूरा अच्छी यहाँ बुलला चारिआडे आप भ्यूटा को बुली बुली आपने देखी पारे आपर सब एमती अच्छे देखो सब जिते सब आसते सब लेखि लुका पकई सब यहाँ माने ये तैयारी ऊपरटा माने लुहारे चादरा लुहारे तैयारी आ गोटा ग्रिल रेलिंग सब अच्छी झरका अच्छी झरकार सब लगे काच सब लगे बुला ऊपर देखो मुझे जूम कर पुणी आउे देखली आपण मानक ये तड़ू पटे मुझे चली चली आसले तले ऊपर देखला बेलू तलटा मैंने मीनार ऊपर तड़क फटोटा उठेला बेलू केमती देखा देखो से तले जो देखुं ना मुझे तड़ू आसली ऊपर को उठ टॉप उपर अच्छी एपटे जो भ्यूटा आपने देखुं से हूँ महानदी भ्यूटा यहाँ नदी पानी भी बहुत बहुत भरपूर अच्छी पूरा चारिआडे पूरा समुद्र भाया देखा आगुड़ा सब पहाड़ पहाड़ को बांधिकी पूरा दुई पटे डैम सब कर दिखाई
ମାନେ ଦେଖିବା ପାଇଁ ବହୁତ ବଢ଼ିଆ ଲାଗୁଛି ଉପରୁ ୱାଚ୍ ଟାୱାର ଉପରୁ ଯଦି ବୁଲିକି ଭଲ ଲାଗୁଛି କିନ୍ତୁ ଟିକେ ଯଦି ଅସାବଧାନତା ହେବେ ପୁରା ରିସ୍କ ଅଛି ଆଉ ବହୁତ କିଛି ଦେଖ ଝରକାରୁ ଗଡ଼ିକରି ପୁଣି ଆଉଥରେ ମୁଁ ଟିକେ ଏପଟ ସେପଟ ଟିକେ ଅନେଇ ବୁଲୁଛି ହାତ ଗୋଟା ପୁରା ଥରଥର ଲାଗୁଛି। ଦେଖିଥିବା ଆଉ ଥରେ ଜୀବନରେ କେବେ ଦେଖିବା ପାଇଁ ସୌଭାଗ୍ୟ ମିଳିବ ନ ମିଳିବ ଯେତେବେଳେ ଯେଉଁ ସମୟ ଆମକୁ ମିଳୁଛି ସେତେବେଳେ ଥରେ ଅଧେ ଦେଖିଦେଇଥିବା କଥା ଆଉ ଭିଡ଼ିଓ ବି ବନେଇକରି ଆମେ ରଖିଦେଇଥିବା କଥା ଆଉ ଆଗାମୀ ଦିନରେ ଯେତେବେଳେ ଆମର ପିଲା ଛୁଆମାନେ ସମସ୍ତେ ବି ଜାଣିବେ ଯେ ଯାହା ହଉ ଏଇ ଜାଗାକୁ ବୁଲିବା ପାଇଁ ଯାଇଥିଲେ ସେମାନଙ୍କର ପାଇଁ ବି ଆଗ୍ରହ ହେବ ଯଦି ସେମାନଙ୍କର ମୌକା ମିଳିବ ତ ନିହାତି ଭାବରେ ସେମାନେ ଦେଖିପାରିବ। ଆଉ ଏଇଟା ହେଉଛି ରୁପ୍ ୱେ এইটা ଯେଉଁ ତଳେ ଦେଖୁଛନ୍ତି ସେଇଟା ହେଉଛି ପାର୍କ ତଳେ ଯେଉଁ ପାର୍କଟା ଅଛି ସେଇ ପାର୍କକୁ ଯେଉଁ ପର୍ଯ୍ୟଟକମାନେ ଯିବେ ସେଇଠୁ ଆସିବେ ପୁରା ରୁପ୍ ୱେରେ ବସିକି ଆସିବେ ଆଉ ଏଇ ୱାଚ୍ ଟାୱାର ଉପରେ ପୁରା ଚଢ଼ିକି ପୁରା ଏଇଠି ଓହ୍ଲାଇବେ ଏଇଠି ଓହ୍ଲାଇକରି ଏଇ ୱାଚ୍ ଟାୱାର ଉପରେ ବି ସେମାନେ ଦେଖିବେ ସେ ଟିକେଟ୍ ଅଛି ଟିକେଟ୍ କରିକିନା ଆସିବା ପାଇଁ ପଡ଼ିବ ବିନା ପରମିସନରେ ଆପଣ ଆସିପାରିବେ ନାହିଁ। ଏ ଯେଉଁ ଦେଖ ରୁପ୍ ୱେର ସେ ଯେଉଁ ବାକ୍ସ ଭଳିଆ ଡବା ଭଳିଆ ଆସୁନି ଏ ଭିତରେ ସବୁ ଲୋକ ବସିକରି ଆସିକରି ଏପଟେ ପୁରା ୱାଚ୍ ଟାୱାର ପାଖକୁ ଆସିବେ ଏ ୱାଚ୍ ଟାୱାର ପାଖକୁ ଆସିକରି ଉପରକୁ ଚଢ଼ିବେ ଦେଖିକି ବୁଲାବୁଲି କରିବେ ଆଉ ଏଇଟା ଦେଖ ମାନେ ଧୀରେ ଧୀରେ ରଙ୍ଗି ରଙ୍ଗି ଆସୁଛି ଆଉ ଏଇଟା ହେଉଛି ରାଉଣ୍ଡିଂ ରୋଡ଼ଟା ବୁଲି ବୁଲି ଆସିବା ପାଇଁ ବାଇ ରୋଡ଼ ବି ଆସିପାରିବେ ମାନେ ଗାଡ଼ି ମଟର ଉପରକୁ ଆସିଯାଉଛି ପାର୍କିଂ ଅଛି ଏଇଟା ରାସ୍ତାଟା ଯାଇଛି ୱାଚ୍ ଟାୱାର ବୁଲି ବୁଲି ବେଡ଼ା ବେଡ଼ା କରି ପାହାଡ଼ ଉପରେ ଅଛି ନା ସେ ତୁମେ ବେଡ଼ା ବେଡ଼ା ବୁଲି ବୁଲି ଉପରକୁ ଉଠିବା ପାଇଁ ପଡ଼ିବ ଆଉ ଏଇଟା ରୋପ୍ ୱେ ଆଉ ରୋପ୍ ୱେର ଏଇଟା ହେଉଛି ତାର ଜେନେରେଟିଂ ବା ଏଠି ମେସିନ୍ ସବୁ ଲାଗିଛି ବିରାଟ ବଡ଼ ମାନେ ଚକ ଅଛି ମହାନଦୀ ଦେଖ ବର୍ତ୍ତମାନ ଉପରେ ସବୁ ଦେଖା ସରିଲା ଆଉ ତଳକୁ ପଳାଇଯିବା ଆଉ ତଳେ ଆଉ କିଛି ଭ୍ୟୁ ବି ଅଛି ଭ୍ୟୁ ପଏଣ୍ଟ ଅଛି ସବୁ ମାନେ ଦେଖିବା ମୁଁ ତଳକୁ ଚାଲି ବର୍ତ୍ତମାନ ମୁଁ ତଳକୁ ପଳାଇ ଆସିଲି ପାଉଛ ଦେଇକରି ମାନେ ଓହ୍ଲେଇକି ବର୍ତ୍ତମାନ ମୁଁ ଆସୁଛି ଆଉ ସାଇଡ଼୍ରେ ସବୁ ଝରକା ଅଛି ପୁରା ବହୁତ ମଜବୁତ ଭାବରେ ପୁରା ମାନେ ସିମେଣ୍ଟିଂ ଢଳେଇ ହେଇକରି ସେଗୁଡ଼ା କାନ୍ଥ ଗୁଡ଼ା ସବୁ କରାହେଇଛି ଆଉ ବଢ଼ିଆ ଲାଗିଲା ଯାହା ହଉ ଦେଖିବାର ଗୋଟେ ସୌଭାଗ୍ୟ ପାଇଲି ଭଲ ଲାଗିଲା ଆଉ ଥରେ ଅଧେ ଆପଣମାନେ ତ ନିହାତି ଭାବରେ ସମ୍ବଲପୁର ବିଷୟରେ ଜାଣିଥିବେ ୱାଚ୍ ଟାୱାର ଗାନ୍ଧୀ ମିନାର ବିଷୟରେ ଆପଣ ଜାଣିଥିବେ ଦେଖିଥିବେ ମଧ୍ୟ ଯାହା ଯେତିକି ସମ୍ଭବ ମୁଁ ଆପଣମାନଙ୍କୁ ଦେଖାଇଲି ଆଉ ଏଇଟା ସେକେଣ୍ଡ ଫ୍ଲୋର୍ ଯେତେବେଳେ ଉପରୁ ମୁଁ ତଳକୁ ଓହ୍ଲେଇଲି ଏଠି ଦେଖ ଚକଟା ଘୁରୁଛି ଦେଖ ଏଇଟା ବେରିଂ ସବୁ ଲାଗିଛି ଚକ ସବୁ ଲାଗିଛି ୱାଚ୍ ଏଇ ଯେଉଁ ୱାଚ୍ ଟାୱାର ନାହିଁ ଏଇଟା ଦେଖ ତାର ବାକ୍ସ ଗୁଡ଼ା ସବୁ ତଳକୁ ଏଇନା ଓହ୍ଲେଇକି ଯାଉଛି ଦେଖ ଏଠି ବସିବେ ଏଇଟା ରୁପ୍ ୱେର ମଜା ନେବେ ଲୋକମାନେ ସବୁ ସେଇଠି ସବୁ ସେମିତି ଅଛି ଆଉ ଏଠି ଫଟୋ ସବୁ ଉଠାଉଛନ୍ତି ଆମର ଲୋକ ବି ଅଛି ଏଇଠି ଅଛନ୍ତି ସବୁ ସେକେଣ୍ଡ ଫ୍ଲୋର୍ର ବାଲକୋନି ସେଇଟା ଏମିତି କରାହେଇଛି ସିମେଣ୍ଟିଂ ରେଲିଂ ଭଳିଆ ସବୁ କରାହେଇଛି ଆଉ ଏଠି ବି ଫଟୋ ଉଠାଇ ପାରିବେ ଆପଣମାନେ ଆଉ ଭିଡ଼ିଓ ବି କରିପାରିବେ ସବୁକିଛି କରିପାରିବେ ଏଠି ବି ଦେଖିପାରିବେ ବୁଲିପାରିବେ ମହାନଦୀର ଭ୍ୟୁଟା ବି ଏପଟେ ବି ଦେଖି ହେବ ଆଉ ଏମିତି ସବୁ କିଛି ଅଛି ଭଲ ଲାଗିଲା ଆଉ ଏଇଟା ବାଲକୋନି ଉପରୁ ମୁଁ ଦେଖୁଛି ଏଇଟା ସେଇ ଯେଉଁ ଏପଟେ ମୁଁ ଚାଲିକରି ଯେଉଁଟା ଆସିଲି ତାର ଭ୍ୟୁ ପଏଣ୍ଟଟା ଏମିତି କିଛି ଅଛି ସିନେରୀ ପଏଣ୍ଟଟା ଅଛି ସବୁ ଆଉ ଏଇଠି ମାନେ ତାଙ୍କ ସିକ୍ୟୁରିଟି ଏଠି ରୁହେ ଆମେ ଏଠି ଓହ୍ଲେଇଗଲୁ ଏଇ ପାଖରୁ ପଶିକି ଯାଇଥିଲୁ ଆଉ ଲୋକମାନେ ଏଇନା ସବୁ ଆସୁଛନ୍ତି ସେମାନେ ବି ଥରେ ଦେଖିବେ ଆଉ ବର୍ତ୍ତମାନ ଚାଲ ସେପଟକୁ ଯିବା ତଳକୁ ଓହ୍ଲେଇବା ଆଉ ବର୍ତ୍ତମାନ ତ ସମୟ ବି ବହୁତ ହେଇଗଲାଣି ପାଖାପାଖି 1:30 ପାଖାପାଖି ହେଇଗଲାଣି ଏଠି ସମୟ କିଛି ପଳେଇଗଲା ଆଉ ଓହ୍ଲେଇକି ଆସିବା ପାଇଁ ବି ଏମିତି ସବୁ ଅଛି ଆଉ ରେଲିଂ ଫେଲିଂ ସବୁ ଲାଗିଛି ଲାଇନ୍ ବାଇ ଲାଇନ୍ ଗୋଟେ ପଟେ ପଶିକି ଯିବେ ଆଉ ଗୋଟେ ପଟେ ବାହାରିକି ଆସିବେ ସବୁ ଏମିତି ଅଛି ଏଇଟା ହେଉଛି ଦେଖ ଗାନ୍ଧୀ ମିନାରଟା ପୁଣି ଆଉଥରେ ଆମକୁ ଦେଖାଇ ଦେଉଛି ଆଉଥରେ ବର୍ତ୍ତମାନ ମୁଁ ଓହ୍ଲେଇକିରି ପଳେଇବି ଚାଲ ବର୍ତ୍ତମାନ ଏବେ ଯିବା ଆଉ ସାଇଡ଼୍କୁ ଆଉ ଅଲଗା ଜାଗା ବି ବୁଲିବାର ବି ଅଛି ଦେଖିବାର ବି ଅଛି ଆଉ ଭଲ ଲାଗିଲା ଆସିଥିଲି ମହାନଦୀ ହୀରାକୁଦ ଡ୍ୟାମ୍ ବୁଲିଲି ଆଉ ବୁଲିକିରି ବହୁତ ଭଲ ବି ଲାଗିଲା ଆଗାମୀ ଦିନରେ ଯଦି ଆଉ କେବେ ଯଦି ଆସିବି ଆଉ ଯଦି ସେମିତି କିଛି ମୌକା ମିଳେ ତାହେଲେ ନିଶ୍ଚିତ ଭାବରେ ମୁଁ ଆଉଥରେ ଦେଖିବା ପାଇଁ ଚେଷ୍ଟା କରିବି ଆପଣମାନଙ୍କୁ ମଧ୍ୟ ଭିଡ଼ିଓ ମାଧ୍ୟମରେ ଦେଖେଇବି ଆଉ ସିନେରୀ ସବୁଆଡ଼େ ଯାହା ଯୁଆଡ଼େ ବି ଯେଉଁ ଜାଗାରେ ବି ମାନେ ଟୁରିଜିମ୍ ପ୍ଲେସ୍ ବଢ଼ିଆ କରାହେଇଛି ବହୁତ ପର୍ଯ୍ୟଟକ ଆସୁଛନ୍ତି ଆଉ ଯାହା ସେଇ ଟୁରିଜିମ୍ ପ୍ଲେସ୍ରୁ ଯେତିକି ଯାହା ରାଜସ୍ୱ ମାନେ ଆଦାୟ ହେଉଛି ସେଇଥିରୁ ଆହୁରି ତାକୁ ଡେଭଲପମେଣ୍ଟ ପାଇଁ ତାକୁ ଖର୍ଚ୍ଚ କରାଯାଉଛି ପ୍ରଶାସନ ବିଭାଗ ତରଫରୁ ଚାରିଆଡ଼େ ସବୁ କରୁଛନ୍ତି ଆଉ ଯେହେତୁ ଏଇଟା ଆମର ଏକ ଓଡ଼ିଶା ସରକାର ତାକୁ ଗୋଟେ ଟୁରିଜିମ୍ ପ୍ଲେସ୍ ଭଳିଆ କରିଛନ୍ତି ନଦୀବନ୍ଧ ଡ୍ୟାମ୍ ଯୋଜନା ଯେହେତୁ ଅଛି ଏଇ ପାଖରେ ଲୋକ ବି ଦେଖିବେ ଜାଣିବେ ପିଲାମାନେ ବି ଛାତ୍ରଛାତ୍ରୀ ସମସ୍ତେ ଆସିବେ ସବୁକିଛି ସବୁ ବିଭିନ୍ନ ପ୍ରକାର ସବୁ କେମିତି କ'ଣ ହେଇଥିଲା ଆଗାମୀ ଦିନରେ ସବୁ ସରକାର ସବୁ କ'ଣ କରିଥିଲେ କେମିତି ସବୁ ଯୋଜନା କରାହେଇଛି କ'ଣ ସବୁ ଆଉ ସବୁକିଛି ଜାଣି ହେବ ଆଉ ପିଲାମାନେ ସବୁ ଜାଣିବେ ଆଉ ବର୍ତ୍ତମାନ ସମୟ ବହୁତ ହେଇଗଲା ବର୍ତ୍ତମାନ ଆମେ ଯିବା ବର୍ତ୍ତମାନ ଆମେ ସମସ୍ତେ ଗାନ୍ଧୀ ମିନାର ଦେଖିଲୁ
आज भिडियो आपने देखले तो निश्चित भाव में जब आम भिडियो भल लगी था तो सब्सक्राइब करने जमार भूलें ना। आज आम आसलु सम्बलपुर हीराकुद डैम बुलायापी और डैम बुली तो है कहीं संजय होगा तेणुक गांधी मिनार को आम बुलायापी आसलु आ बुलिकी देखली बहुत बढ़िया लगला। तो निश्चित भाव में तो बर्तमान संध्या होगला बर्तमान मुझे फेरीजी आ बेस समय रही आज रही जय जगन्नाथ नमस्कार।